आज ହେଉଛି ବନ୍ଧୁତ୍ୱ ଦିବସ ବା ଫ୍ରେଣ୍ଡସିପ୍ ଡେ। ତେଣୁ ସାରା ଜଗତ ପାଳନ କରୁଛି ବନ୍ଧୁତ୍ୱର ଦିବସ। ଏ ବନ୍ଧୁତ୍ୱ ଦିବସ କେବେଠୁ ଆରମ୍ଭ ହେଲା? ଆପଣ ଯଦି ଦେଖିବେ ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ପର୍ଯ୍ୟନ୍ତ ଆପଣ ଦେଖିବେ ସେଇ ବନ୍ଧୁତ୍ୱର ନିଦର୍ଶନ। ଆପଣ ଦେଖନ୍ତୁ ପ୍ରହ୍ଲାଦ ଭକ୍ତ ହେଲେ ବି ସେ ସେତେବେଳେ ଭଗବାନ ନୃସିଂହଙ୍କୁ ପ୍ରଭୁ ରୂପରେ ଡାକୁଥିଲେ ମଧ୍ୟ ସେ ମଧ୍ୟ ତାଙ୍କର ସଖା ଥିଲେ, ସେ ତାଙ୍କର ବନ୍ଧୁ ଥିଲେ ଏବଂ ନିଜ ଭକ୍ତକୁ ରକ୍ଷା କରିବା ପାଇଁ ପ୍ରଭୁ ଯେଉଁ ସମୟରେ ଜାତ ହୋଇଥିଲେ ଏବଂ ଭକ୍ତକୁ ରକ୍ଷା କରିବା ପାଇଁ ବନ୍ଧୁ ପାଲଟି ଯାଇଥିଲେ। ଆପଣ ଦେଖିବେ ଦ୍ୱାପର ଯୁଗକୁ ଆସନ୍ତୁ ନା, କୃଷ୍ଣ ସୁଦାମା ବାଲ୍ୟ ସଖା ଥିଲେ, ସେ ଦରିଦ୍ର ଥିଲେ, ଇଏ ରାଜକୁମାର ଥିଲେ, କିନ୍ତୁ ନଥିଲା ତାଙ୍କର ସେଇ ବନ୍ଧୁତ୍ୱ, ମୁଁ ରାଜପୁତ୍ର, ନଥିଲା ତାଙ୍କର ଇଏ ମୋର ଗରିବର ସାଙ୍ଗ। କିନ୍ତୁ ସେଇ ସାମାନ୍ୟ କ୍ଷୁଦ ଭଜାରେ ତାଙ୍କର ଏତେ ପେଟ ପୁରି ଯାଇଥିଲା ଯେ ସେ ମହାପ୍ରଭୁ ସାରା ଜଗତ ତାଙ୍କୁ ଦେଇଥିଲେ। ମା ଲକ୍ଷ୍ମୀ ମଧ୍ୟ ମନା କରିପାରିନଥିଲେ। ମା ଲକ୍ଷ୍ମୀ କହିଲେ, ପ୍ରଭୁ ଆଉ ଦିଅନ୍ତୁନି, ମୋତେ ସେଇ କ୍ଷୁଦ ଭଜାରୁ ଟିକେ ଦିଅନ୍ତୁ ନା। କେତେ ବନ୍ଧୁର ଆବିଳତା, କେତେ ବନ୍ଧୁର ସେଇ ସ୍ନେହ ଥିଲା। ଆପଣ ଆସନ୍ତୁ ନା, ସଖା ଅର୍ଜୁନ ଏବଂ କୃଷ୍ଣ, ପାଣ୍ଡବମାନେ ଯେତେବେଳେ ନିରାଶ୍ରୟ ହୋଇଥିଲେ, ନିରାଶ୍ରୟ ଜଗଦୀଶ ରକ୍ଷ, ସେତେବେଳେ ମହାପ୍ରଭୁ ଆସିକି ପହଞ୍ଚି ଯାଇଥିଲେ ଏବଂ ଭକ୍ତକୁ ରକ୍ଷା କରିବା ପାଇଁ ତାଙ୍କ ସଖା ପାଇଁ ସେ ନିଜେ ସ୍ୱୟଂ ରାଜାଧିରାଜ ଦ୍ୱାରକାଧୀଶ ନିଜେ ତାଙ୍କର ବାହକ ଥିଲେ, ରଥର ବାହକ। ଆଉ କ'ଣ, ରଜା ଯେତେବେଳେ ତା ସାଙ୍ଗର ହେଉଛନ୍ତି ସଖା, ସଖା ବୋଲି ସମ୍ବୋଧନ। ଆପଣ ଦେଖିବେ ଯେତେବେଳେ ମହାଭାରତରେ ମହାମାନୀ ଯେତେବେଳେ ଦୁର୍ଯ୍ୟୋଧନ ମହାପ୍ରଭୁ, ଦୁର୍ଯ୍ୟୋଧନ ଯେତେବେଳେ ଏତେ ବଡ଼ ଲୋକ ଥିଲା, କିନ୍ତୁ ତାଙ୍କର ଥିଲେ ବନ୍ଧୁ କର୍ଣ୍ଣ। କର୍ଣ୍ଣ ଜାଣୁଥିଲେ ଯେ ମୋର ସାଙ୍ଗ, ମୋର ବନ୍ଧୁ ଯାହା କରୁଛନ୍ତି ଭୁଲ କରୁଛନ୍ତି, କିନ୍ତୁ ମୋର ତ ସେ ସାଙ୍ଗ ନା। ଅଙ୍ଗଦେଶର ରଜା କରିଥିଲେ ତାଙ୍କୁ, କର୍ଣ୍ଣକୁ, ଏବଂ କର୍ଣ୍ଣ ଏତେ ବନ୍ଧୁବତ୍ସଳ ଥିଲେ ଯେ ସେ ମଲା ପର୍ଯ୍ୟନ୍ତ ମଧ୍ୟ ସେ ଜାଣୁଥିଲେ ଅର୍ଜୁନ ଏବଂ ପଞ୍ଚୁ ପାଣ୍ଡବ ହେଉଛି ତାଙ୍କର ଭାଇ, ଏକା ମା ପେଟର ଭାଇ, କିନ୍ତୁ ସେ ସାଥ ଦେଇନଥିଲେ। ସେ କହିଥିଲେ ମୋର ବନ୍ଧୁ ଆଗ, କିନ୍ତୁ ଭାଇମାନଙ୍କୁ ପଛ କରିଦେଇଥିଲେ। ଏଇ ହେଉଛି ନିଦର୍ଶନ ବନ୍ଧୁର। ତାପରେ ଆପଣ ଆସନ୍ତୁ ନା, ସଖା। ଯଦି ଗୋଟେ ପୁଅ ଝିଅ ଭିତରେ ବନ୍ଧୁ ଦେଖିବା, ତାହେଲେ ମହାପ୍ରଭୁ କୃଷ୍ଣ ଭଗବାନଙ୍କର ଦ୍ରୌପଦୀ ମଧ୍ୟ ସଖା ଥିଲେ। ସେ ଡାକୁଥିଲେ ସଖା। ସେ ସେତେବେଳେ ଦୌଡ଼ି ଆସିଥିଲେ, ତାଙ୍କର କୋଟି ବସ୍ତ୍ର ଦେଇ ତାଙ୍କର ଲଜ୍ଜା ନିବାରଣ କରିଥିଲେ। ବନ୍ଧୁ ସିଏ ଯିଏ ରାଜଦ୍ୱାରରେ ଠିଆ ହୁଏ, ଯିଏ ସମ୍ପତ୍ତି ନଥିଲା ବେଳେ ଠିଆ ହୁଏ, ଯିଏ ବିପଦ ସମୟରେ ଠିଆ ହୁଏ, ଯିଏ ରାଜଦ୍ୱାରେ ଶ୍ମଶାନ ବାହାଘର ସବୁ ସମୟରେ ଠିଆ ହୁଏ, ସେ ହିଁ ବନ୍ଧୁ। ଯିଏ ବିପତ୍ତି ସମୟରେ ଠିଆ ହୁଏ ସେ ହିଁ ବନ୍ଧୁ, ପ୍ରକୃତ ବନ୍ଧୁ। ସେତେବେଳେ କୋଟି ବସ୍ତ୍ର ଦେଇଥିଲେ, ଡାକିଥିଲେ ମହାପ୍ରଭୁ ରକ୍ଷା କର, ହେ ସଖା ରକ୍ଷା କର। ଯେତେବେଳେ ଆପଣ ଦେଖିଥିବେ ବିଶ୍ୱାମିତ୍ର ସମସ୍ତ ଋଷିମାନଙ୍କୁ ଆଣିକି ଯେତେବେଳେ ତାଙ୍କ ଘରେ ପହଞ୍ଚି ଯାଇଥିଲେ, ସେତେବେଳେ ତାଙ୍କ ଘରେ କ୍ଷୁଦ କଣିକାଏ ନଥିଲା। କ'ଣ ଦେବି ଖାଇବାକୁ? ଏ ବ୍ରାହ୍ମଣ, ଏ ଋଷି ମହାପ୍ରଭୁମାନଙ୍କୁ ଯଦି ମୋତେ ଖାଇବାକୁ ମୁଁ ତାଙ୍କୁ ନ ଦେଇପାରେ, ତାହେଲେ ମୋ ସ୍ୱାମୀମାନଙ୍କର ଏତେ କ୍ଷତି ହେବ, ସେମାନଙ୍କୁ ମୃତ୍ୟୁ ମୁଖରେ ପଡ଼ିବାକୁ ପଡ଼ିବ। କିନ୍ତୁ ମହାପ୍ରଭୁଙ୍କୁ ସେ ଡାକିଥିଲେ, ହେ ସଖା କ'ଣ କରିବି? ସେତେବେଳେ ମହାପ୍ରଭୁ କୃଷ୍ଣ ଆସିଥିଲେ, ସଖେ ତୁମେ କ'ଣ ଭାବିପାରୁନ, ମୁଁ ପୁରା ତମ ପାଖରେ ଅଛି, ଦେଲ ମୋତେ ଟିକେ ଭୋକ ହେଲାଣି। ସେ କହିଲେ ସଖା କିଛି ନାହିଁ, ନା ତୁମ ହାଣ୍ଡିରେ କ'ଣ ଟିକିଏ କଣିକା ନାହିଁ? ଓହୋ, ମୁଁ ପାଇଗଲି। ସେଇ ଟିକକ ଯେତେବେଳେ ମହାପ୍ରଭୁ କୃଷ୍ଣ ଭଗବାନ ଖାଇ ଦେଇଛନ୍ତି, ସେତେବେଳେ ସମସ୍ତ ଋଷିମାନଙ୍କର ପେଟ ପୁରି ଯାଇଛି। ତେଣୁ ଯିଏ ବନ୍ଧୁ ସେ ସଦାବେଳେ ତା ମାନ ରଖେ। ଆପଣ ଆସନ୍ତୁ ନା, ତ୍ରେତା ଯୁଗକୁ ମହାପ୍ରଭୁ ରାମଚନ୍ଦ୍ର ବନବାସକୁ ଗଲେ। ଆପଣ ଦେଖିଥିବେ ମହାପ୍ରଭୁ ଯେତେବେଳେ ଯାଇଛନ୍ତି, ସୁଗ୍ରୀବ ସହିତ ତାଙ୍କର ଭେଟ ହେଲା। ସୁଗ୍ରୀବ ତାଙ୍କର ବନ୍ଧୁ ଥିଲେ ଏବଂ ବନ୍ଧୁର ମାନ ପାଇଁ ତାଙ୍କ ଭାଇ ବଳିକି ମଧ୍ୟ ସେ ହତ୍ୟା କରିଥିଲେ। ବଳିକି ମଧ୍ୟ ପ୍ରାଣ ଦେବାକୁ ପଡ଼ିଥିଲା। ଏବଂ ଆପଣ ଅଙ୍ଗଦ କହନ୍ତୁ, ଯିଏ ବି କହନ୍ତୁ, ଭଗବାନ ରାମଚନ୍ଦ୍ର ବନ୍ଧୁବତ୍ସଳ ଥିଲେ। ଆପଣ କିରାତ ଶବର ସମସ୍ତଙ୍କୁ ସେ ବନ୍ଧୁ ଭାବେ ଗ୍ରହଣ କରିଥିଲେ ଏବଂ ଯେତେବେଳେ ସେ ବନ୍ଧୁର ଆତିଥ୍ୟକୁ ଏତେ ଭଲ ପାଉଥିଲେ, ଯେଉଁଠି କିରାତ ଶବର କେଉଟ ହେଲେ ବି ସିଏ ସେତେବେଳେ କହୁଥିଲା, ମହାପ୍ରଭୁ ଟିକିଏ ଆପଣଙ୍କ ପାଦ ମୋତେ ଧୋଇବାକୁ ଦେଉନାହାନ୍ତି, ଏବଂ ସିଏ ଯେଉଁଠି ପାରି ଦେଉଥିଲେ ସେ ସେଇଠି ଶୋଇଯାଉଥିଲେ। କେତେ ବଡ଼ ରାଜକୁମାର ସିଏ ଥିଲେ ମହାପ୍ରଭୁ ରାମଚନ୍ଦ୍ର, ଯାହାକୁ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର କୁହାଯାଏ। ସେ ମଧ୍ୟ ତାଙ୍କର ବନ୍ଧୁତ୍ୱରେ ବାନ୍ଧି ଦେଉଥିଲେ। ତାଙ୍କର ସୁଗ୍ରୀବଙ୍କୁ ଏମିତି ବନ୍ଧୁ କରିଥିଲେ ଯେ ତାଙ୍କ ନିଜ ଭାଇ ବଳିକି ମଧ୍ୟ ସେ ହତ୍ୟା କରିଥିଲେ। ବଳି ପଚାରିଥିଲେ, ମହାପ୍ରଭୁ ମୁଁ କି ଦୋଷ କରିଥିଲି? ସିଏ କହିଥିଲେ ଯେ ଦେଖ, ତୁମେ ମୋ ବନ୍ଧୁ ପାଇଁ ମୁଁ ତୁମକୁ ହତ୍ୟା କରିଥିଲି। ତେଣୁ ବନ୍ଧୁ ଏ ଯୁଗରେ, କଳି ଯୁଗରେ ଯଦି ଆସିବା, ଆପଣ ଦେଖନ୍ତୁ ଆମେ ଆଜିର ଯୁଗରେ ହଜି ଯାଉଛେ। ପିଲାଦିନର ସେଇ ସାଙ୍ଗକୁ ଆପଣ ଦେଖନ୍ତୁ, ପିଲାଦିନର ସାଙ୍ଗଟି କେତେ ମଧୁରତାର ରହୁଛି। ଆପଣ ଦେଖିଥିବେ
କିଛି ଦିନ ପୂର୍ବେ ଗୋଟେ ଭାଇରାଲ ହେଉଥିଲା କଥା ଆମର ଯେ ପୂର୍ବତନ ଯେ ପୂର୍ବରୁ ଥିଲେ ଓଡ଼ିଶାର ବା ଆମ କଟକ ଭୁବନେଶ୍ୱରର ଯିଏ ଥିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆପଣ ଦେଖିଥିବେ ତାଙ୍କର ସାଙ୍ଗଟିଏ ଯେତେବେଳେ ପୁରୀରେ ଗୋଟେ ଆଇଟି ଷ୍ଟୁଡେଣ୍ଟ ସେ ପାଗଳ ହେଇଯାଇଥିଲେ ଏବଂ ଭିକ ମାଗୁଥିଲେ ସାଧାରଣ ଭିକାରୀ ବେଶରେ ବସି ଖାଉଥିଲେ ଏବଂ ସୁଧାଂଶୁ ଷଡ଼ଙ୍ଗୀ ଖବର ପାଇଲେ ତାଙ୍କ ସାଙ୍ଗମାନଙ୍କୁ ନେଇ ଗାଡ଼ି ନେଇକି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ତାଙ୍କୁ ପରିଶେଷରେ ମେଡ଼ିକାଲ ପଠାଇଥିଲେ। ଇଏ ହେଉଛି ଏ ଯୁଗରେ ମଧ୍ୟ ଅଛି। ଆପଣ ଦେଖିବେ ଯେତେବେଳେ ଭାରତ ସ୍ୱାଧୀନତା ହେଲା ଆପଣ ଏମିତି ଗୋଟେ କଥା ମୁଁ କହିବି ଆପଣ ଆଖିରେ ଲୁହ ଆସିଯିବ। ଭାରତ ପାକିସ୍ତାନ ସେତେବେଳେ ଯେତେବେଳେ ବିଭାଗ ହେଉଥାଏ ଗୋଟିଏ ପଟେ ଆଲ୍ଲା ଜିନା ଗୋଟିଏ ପଟେ ଥାନ୍ତି ପଟେଲଠୁ ଆରମ୍ଭ କରି ଜବାହରଲାଲ ନେହେରୁ। କିନ୍ତୁ ଏମିତି ତିକ୍ତତାରେ ଦିନ ଥିଲା ଆମେ ଦୁଇ ଭାଇ ଥିଲେ ଏମିତି ତିକ୍ତତାରେ ଆମେ ବାନ୍ଧି ହେଇଗଲେ ହିନ୍ଦୁ ମୁସଲିମ ସମସ୍ତେ ଆମେ ଫାଟ ସୃଷ୍ଟି ହେଇଗଲା କେହି କାହାକୁ ଆମେ ଦେଖିଲେନି। କିନ୍ତୁ ପାକିସ୍ତାନ ଅଞ୍ଚଳରୁ ଭାରତର ସେ ହିନ୍ଦୁମାନଙ୍କୁ ଯେତେବେଳେ ବିତାଡ଼ିତ କରାଗଲା ସେଠି ଗୋଟିଏ ଥିଲେ ମୁସଲିମ ସେ ମୁସଲିମ ଆଉ ଏଇ ହିନ୍ଦୁ ତାଙ୍କ ଭିତରେ ଏତେ ଅନାବିଳ ପିଲାଦିନୁ ସେ ସାଙ୍ଗସାଥିର ସ୍ନେହ ଭାବରେ ଥିଲା ଦୁଇ ପରିବାର ଭିତରେ ବନ୍ଧୁତ୍ୱ ଥିଲା। କିନ୍ତୁ ହଠାତ୍ ଯେତେବେଳେ ମନ ଦୁଃଖରେ ଫେରି ଆସୁଛନ୍ତି ହିନ୍ଦୁର ପରିବାର ତାଙ୍କ ପୁଅ ଝିଅ ସମସ୍ତଙ୍କୁ ଧରି ତାଙ୍କର ଜିନିଷପତ୍ର ଛାଡ଼ି ଦେଇକି ଆସୁଛନ୍ତି ପୁଟୁଳା ଧରିକି ଯେତେବେଳେ ଟ୍ରେନ୍ ପାଖକୁ ସମସ୍ତ ଲୋକ ଠିଆ ହେଇଛନ୍ତି ସେତେବେଳେ ଗୋଟିଏ ବ୍ୟକ୍ତି ଆସିଲା ହଠାତ୍ କହିଲା ଆରେ ମୂର୍ଖ ତୁ ମୋ ଦେଶରୁ ସବୁ ନେଇକି ପଳଉଛୁ। ସେ ସେତେବେଳେ କହିଲେ ନାରେ ସାଙ୍ଗ ମୁଁ କାହିଁକି ନେବି ମୋ ପାଖରେ କ'ଣ ଅଛି। ସେ ଭାବିଥିଲେ ଯେ ମୋ ସାଙ୍ଗ ବୋଧେ ମୋ ପାଇଁ କ'ଣ କିଛି ଆଣିଛି କିନ୍ତୁ ହଠାତ୍ ସେ ତାଙ୍କର ଏମିତି ବାଗରେ ତାଙ୍କୁ ଦୁଇ ଚାପୁଡ଼ା ମାରିଲେ ତାଙ୍କ ସ୍ତ୍ରୀକି ଗାଳିବନ୍ଦ କଲେ ଏବଂ ତାଙ୍କ ଯେଉଁ ଜିନିଷ ଧରିଥିଲେ ତା ଭିତରୁ ଛିନଛତ୍ର କଲେ ତା ଭିତରେ ମାନେ ଖୋଲା ପଲା କରିକି ତାକୁ ବାନ୍ଧି ପକେଇଲେ ତୁ ବୋଧ ହୁଏ ଆମ ଦେଶରୁ କ'ଣ ନେଇଯାଉଛୁ। ପରିଶେଷରେ ତାଙ୍କ ସ୍ତ୍ରୀ କହିଲେ ଏଇ କ'ଣ ଥିଲା ତୁମର ବନ୍ଧୁତ୍ୱ ଏଇ କ'ଣ ଥିଲା ଦିନେ ତୁମେ କହୁଥିଲ ନା ଏଇ ମୁସଲିମ ସାଙ୍ଗଟି ମୋର ଏତେ ଅତି ନିଜର ତୁମେ ପରା ତାଙ୍କ ଯେତେବେଳେ ସ୍ତ୍ରୀ ମରିଯାଇଥିଲ ମୋତେ କହିଥିଲ ତାଙ୍କ ପିଲାମାନେ ହେଉଛନ୍ତି ତୁମ ପିଲା ତାଙ୍କ ପିଲାମାନଙ୍କ ମୁହଁରେ ଆହାର ଦିଅ ସେ ମୁସଲିମ ହେଲେ କ'ଣ ହେଲା ସିଏ ମୋର ଅତି ବନ୍ଧୁ ତା ପିଲା ମଧ୍ୟ ମୋ ପିଲା ମୁଁ କେବେ ବାରଣ କରିଥିଲି କି ତାର 7 ମାସର ଝିଅଟିକି ମୋ ବକ୍ଷର କ୍ଷୀର ଦେଇ ବଞ୍ଚାଇଥିଲି ତା ପୁଅଟିକି ମଧ୍ୟ ମୁଁ ଖାଇବାକୁ ଦେଇଥିଲି ଏବଂ ତମ ବନ୍ଧୁକୁ କେଉଁଦିନ ଘରକୁ ଆସିଲେ ଖାଇବା ପିଇବାର ହେଳା କରିଥିଲି କିନ୍ତୁ ଆମ ଅସମୟରେ ସେଇ ବନ୍ଧୁ ଆମକୁ ଏତେ କଷ୍ଟ ଦେଲେ ଏବଂ ଆମେ ତାଙ୍କ ଦେଶରୁ ପାକିସ୍ତାନ କ'ଣ ନେଇକି ଭାରତ ପଳାଉଛେ ଯେ ଆମକୁ ଏତେ ଲଜ୍ଜିତ କଲେ ଏବଂ ବାଡ଼େଇଲେ। କିନ୍ତୁ ବନ୍ଧୁ କହିଲେ ଯେ ତାଙ୍କ ସ୍ୱାମୀ କାନ୍ଦି ପକେଇଲେ କହିଲେ ନା ଆଜି ବି ସେ ମୋ ବନ୍ଧୁ ଆଜି ବି ମୋ ହୃଦୟରେ ସେ ଇଏ କରିଛି କ'ଣ ହେଇଥିବ ସେ ନିଜକୁ ବଞ୍ଚାଇବା ପାଇଁ ବୋଧ ହୁଏ କରିଥିବ। ହଁ ଆଜ୍ଞା ଆପଣ ଦେଖିବେ ଯଦି ସେତେବେଳେ କିଛି ସମୟ ପରେ ବନ୍ଧୁ କାନ୍ଦି ପକେଇଲେ ଏବଂ ଯେତେବେଳେ ତାଙ୍କ ପୁଅ ଖାଦ୍ୟ ମାଗିଛି ସେତେବେଳେ କ'ଣ କରିବେ କ'ଣ ଅଛି ବୋଲି ତାଙ୍କ ପୁଅ ଯେତେବେଳେ ଖୋଲି ଦେଇଛି ସେଇ ଯେଉଁ ବୁଜୁଳାଟିକି ଦେଖିଲେ ତା ଭିତରେ କିଛି ପଇସା ଅଛି କହିଲେ ଏ ବିଜୁଳାଟି କ'ଣ ମୋ ପାଖରେ ତ ବୁଜୁଳାଟି ତାଙ୍କ ସ୍ତ୍ରୀ କହିଲେ ଏଇଟା ନଥିଲା ଦେଖିଲା ବେଳକୁ କିଛି ସୁନା ହୀରା ଏବଂ କିଛି ପଇସା ଥିଲା ଏବଂ ତା ଭିତରେ କିଛି ବିସ୍କୁଟ ଏବଂ କିଛି ଫଳ ମଧ୍ୟ ବନ୍ଧା ଯାଇଥିଲା ଏବଂ ଏମିତି ତାଙ୍କ ପକେଟରୁ କୁଆଡ଼େ ସେ ଭର୍ତ୍ତି କରିଦେଇଥିଲେ ଏବଂ ଗୋଟିଏ କାଗଜଟିଏ ଥିଲା ସେ କାଗଜରେ ଲେଖା ଥିଲା ବନ୍ଧୁ ତୁ ଜୀବନ ଯାକ ମୋ ପାଇଁ ଏତେ କରିଥିଲୁ ଗଲାବେଳେ ହୁଏତ ତୋତେ ମୁଁ ଦେଇପାରିଲିନି କିନ୍ତୁ ଏଇ ଯେଉଁ ଭଳିଆ ଘଟଣା ଘଟୁଛି ବର୍ତ୍ତମାନ ମୁଁ ଯଦି ତୋ ସାଥ ଦେବି ମୋତେ ମଧ୍ୟ ମାରିଦେବି ମୁଁ ଆଶା କରୁଛି ଭଗବାନ ଏବଂ ଆଲ୍ଲାହ ତୋତେ ଭଲରେ ରଖିଥାନ୍ତୁ ସେଇ ଜଗନ୍ନାଥଙ୍କ ପାଖକୁ ତୁ ଯା ତୁ ସେଇ ରାମ କ୍ଷେତ୍ରକୁ ଯା ଏଠି ତ ସମସ୍ତେ ଆତତାଇ ଏମିତି ହେଇଛି ରକ୍ତ ମୁଖା ସମସ୍ତେ ତୋତେ ମାରିଦେବେ ମୋତେ ବି ମାରିଦେବେ ମୁଁ ଚାହୁଁଛି ମୁଁ ମରିଯାଏ କିନ୍ତୁ ତୋ ପିଲା ଛୁଆକୁ ଧରିକି ତୁ ଭାରତ ପଳେଇ ଯା ଏବଂ ତୋତେ ଶେଷରେ କିଛି ଦେଇପାରିଲିନି ଏଇ ଯାହା ସଞ୍ଚିତ ମୋର ରଖିଥିଲି ମୋ ପିଲା ମୁହଁରେ ଦେବା ପାଇଁ ସେଥିରୁ କିଛି ପଇସା ଦେଉଛି ଆଉ ମୋ ସ୍ତ୍ରୀର ମଲାବେଳେ ଯେଉଁ ସୁନା ହୀରା କିଛି ଥିଲା ସେଟା ମଧ୍ୟ ଦେଉଛି କାରଣ ତୋ ପାଖରେ କିଛି ନାହିଁ ତୁ ନିଃସ୍ୱ ହେଇଯାଇଛୁ କାରଣ ତୁ ଯେତେବେଳେ ତୋ ଭିଟାମାଟି ଛାଡ଼ିକି ପଳାଉଛୁ ଭାରତ ସେତେବେଳେ ତୋ ପାଖରେ କ'ଣ ରହିବ ତୁ କ'ଣ ଖାଇବୁ ତେଣୁ ମୁଁ ସିନା ଏଠି ଭଲରେ ରହିବି ତୁ ସେଠି କେମିତି ରହିବୁ ମୁଁ ରହିପାରିବିନି ରେ ସାଙ୍ଗ ମୁଁ ତୋତେ ତ ଆଉ ଦେଖିପାରିବିନି କିନ୍ତୁ ମୁଁ ଯାହା ଅଛି ତୋତେ ଦେଇଦେ ତୋ ସ୍ତ୍ରୀ ମୋ ପିଲାଙ୍କୁ ବଞ୍ଚାଇଥିଲା ତୁ ମଧ୍ୟ ମୋତେ ଖାଇବାକୁ ଦେ ମୁଁ ଏତେ ନିମକ ହାରାମ ହେବି ନାହିଁ ମୁଁ ଏତେ ବେଇମାନ ହେବିନି ବନ୍ଧୁ ପ୍ରକୃତ ବନ୍ଧୁ ସେତେବେଳେ ତାଙ୍କ ବନ୍ଧୁ ମୁହଁରେ ଲୁହ ଆସି ଯାଇଥିଲା କହିଥିଲେ ଦେଖିଲ
ତୁମେ କହୁଥିଲ ସିଏ ମୁସଲିମ, ସିଏ ମାରି ଦେଉଥିଲା, କିନ୍ତୁ ସେ ହେଲା ମୋର ପ୍ରକୃତ ବନ୍ଧୁ। ଯଦି ନ ହେଇଥାନ୍ତା ସିଏ କେମିତି ମୋତେ ବଞ୍ଚେଇବା ପାଇଁ ମୋ ପାଖକୁ ଆସିଛି। ସେ ଗରିବ ସାଙ୍ଗ ହେଲେ ମଧ୍ୟ ସିଏ ପ୍ରକୃତ ହେଉଛି ମୋର ବନ୍ଧୁ। ତେଣୁ ଆମେ ଯଦି ଦେଖିବା ଜଗନ୍ନାଥ ମହାପ୍ରଭୁଙ୍କ ପାଖକୁ ଆସିବା, ବନ୍ଧୁ ମହାନ୍ତି ଦେଖନ୍ତୁ ନା, ବନ୍ଧୁ ମହାନ୍ତିର ପିଲାମାନଙ୍କୁ ଧରିକି ଯେତେବେଳେ ସେ ଯାଜପୁରରୁ ଆସିଲେ, ବନ୍ଧୁ ମହାନ୍ତି କହିଲେ, ତାଙ୍କ ସ୍ତ୍ରୀ ପଚାରିଲେ କିଏ ଅଛି? ପିଲାମାନେ ପଚାରିଲେ ବାପା ପୁରୀରେ ଆମର କିଏ ଅଛି ଯେ ଆମକୁ ପାଳିବ? ସେ କହିଲେ ମୋର ବନ୍ଧୁ ଅଛନ୍ତି। ବନ୍ଧୁ କିଏ? ସ୍ତ୍ରୀ କହିଲେ ତମେ ଶୋଉନ? ପୁଅ କହୁଛି ବାପା ମୋତେ ଭୋକ ହେଉଛି, ଝିଅ କହୁଛି ଭୋକ ହେଉଛି, ସ୍ତ୍ରୀ କହୁଛି କୋଉଠୁ କ'ଣ ଆଣୁନ? ନା ବନ୍ଧୁ ଆସିବେ, ବନ୍ଧୁ ଆମକୁ ଖାଇବାକୁ ଦେବେ। ରାତ୍ରି ହୋଇଗଲା। ରାତ୍ରି ମହାପ୍ରଭୁ ଗୋଟିଏ ସୁନା ଥାଳିଆରେ ଜଣେ ପଣ୍ଡା ଆଣିକି ତାଙ୍କୁ ଦେଲେ, କହିଲେ ଆରେ ଉଠ ଉଠ, ତମ ବନ୍ଧୁ ପଠେଇଛନ୍ତି ଖାଇବା। ମହାପ୍ରଭୁ ସେତେବେଳେ ଖୁସିରେ ଯେତେବେଳେ ବନ୍ଧୁ ମହାନ୍ତି ଡାକିଲେ, ଦେଖ କେତେ କ'ଣ ବାସ୍ନା ହେଉଛି ଖାଦ୍ୟ, ମୋ ବନ୍ଧୁ ପଠେଇଛନ୍ତି, ମୋ ଜଗା କାଳିଆ ପଠେଇଛନ୍ତି, ମୋ ପୁରୀର ବଡ଼ ବନ୍ଧୁ ପଠେଇଛନ୍ତି। ଖାଇଦେଲେ। ସକାଳୁ ଖାଇକି ଶୋଇପଇଲେ। ମହାପ୍ରଭୁ ହୁରି ପଡ଼ିଲା ସାରା ଜଗତ, ସାରା ପୁରୀରେ ମହାପ୍ରଭୁଙ୍କର ସେଇ ଏତେ ବଡ଼ ଥାଳିଆକୁ ନେଲା କିଏ? ତାପରେ ସମସ୍ତେ ଦେଖିଲେ ଏଇ ଗରିବ ଦରିଦ୍ର ପାଖରେ ତାର ମୁଣ୍ଡ ଉପରେ ଥୁଆ ହେଇଛି ଭଗବାନଙ୍କର ସେଇ ସ୍ୱର୍ଣ୍ଣ ଥାଳିଟି। ସେତେବେଳେ ତାକୁ ବାନ୍ଧି ନେଲେ ଏବଂ ଗଜପତି ମହାରାଜ ଶୁଳି ଦେବାର ବ୍ୟବସ୍ଥା କଲେ ଏବଂ ତାକୁ ଅନେକ ମାଡ଼ ମାରିଲେ ପଣ୍ଡାମାନେ। କିନ୍ତୁ ସେ ଡାକୁଥାଏ, ପ୍ରଭୁ ମୁଁ ନିରପରାଧୀ, ତୁ କାହିଁକି ମୋତେ ଦେଲୁ ମୋ ପିଲାମାନଙ୍କ ଭୋକ ମେଣ୍ଟେଇବା ପାଇଁ? ତୁ ଏମିତି ବନ୍ଧୁ ଯେ ଶେଷରେ ମୋତେ ବାନ୍ଧିଦେଲୁ ଏବଂ ମୋତେ ଖାଦ୍ୟ ଦେଇକି ଶେଷରେ ପୁରୀକି ଆଣିକି ମାରିବୁ ଏବଂ ମୋ ପିଲାମାନଙ୍କ ଆଗରେ ମୋତେ ହତାଦର କଲୁ। ସେତେବେଳେ ମହାପ୍ରଭୁ ସ୍ୱପ୍ନାଦେଶ କଲେ, ରେ ଅଧମ, ମୋ ବନ୍ଧୁକୁ ମୁଁ ଦେଇଛି ଖାଦ୍ୟ, ଜାଣିପାରୁନୁ ସେ କିଏ? ତେଣୁ ତାକୁ ତୁରନ୍ତ କାରାମୁକ୍ତ କରେ। ଏବଂ ତାକୁ ମହାପ୍ରଭୁଙ୍କର ଯେତେବେଳେ ସ୍ୱପ୍ନାଦେଶ ହୋଇଛି, ଗଜପତି ମହାରାଜ ଆସି ବନ୍ଧୁ ମହାନ୍ତି ପାଦ ତଳେ ଲୋଟି ଯାଇଛି ଏବଂ କହିଛନ୍ତି, ହେ ମହାଭାଗ, ମୁଁ କି ଦୋଷ କରିଛି? ମୁଁ ସୁନା ରୂପା ହୀରା ଲୀଳା ଦେଇଛନ୍ତି, ଖାଦ୍ୟ ପଦାର୍ଥ ଦେଇଛନ୍ତି। ଆଉ ଭକ୍ତ ଶାଲଙ୍କ କଥା ଦେଖନ୍ତୁ, ଏକୁଳେ ଜନ୍ମିଲି ହିନ୍ଦୁ ନ ଖାଏ ମୋ ପାଣି, ମା ବ୍ରାହ୍ମଣୀ, ବାପା ହେଉଛନ୍ତି ମୁସଲିମ, କିନ୍ତୁ ଏତେ ଭକ୍ତ ଥିଲେ ସେ ତାଙ୍କୁ ସଖା ସହୋଦର ବନ୍ଧୁ ଭାବେ ତାଙ୍କୁ ପରିଗଣିତ କରୁଥିଲେ। ଭକ୍ତ ଶାଲଙ୍କ କଥା ଆଜି ବି ଉଜ୍ଜୀବିତ ରହିଛି। ଆପଣ ଦେଖନ୍ତୁ, ଯେତେବେଳେ ଆସିଲେ ମହାପ୍ରଭୁ, ସିଏ ଭକ୍ତଶାଳ ଡାକିଲା, 700 ଯୋଜନ ଯାଇପାରିବିନି ମହାପ୍ରଭୁ, ମୋତେ ତୁ ରକ୍ଷା କର। ସେତେବେଳେ ଭଗବାନ ବାଟକୁ ପଳେଇ ଯାଇଥିଲେ ଏବଂ ତାକୁ କାନ୍ଧରେ ବସେଇକି ଆଣିଥିଲେ। ତେଣୁ ଏ ଯୁଗରେ ଏମିତି ବନ୍ଧୁ, ସିଏ ତ ଥିଲା ସତ୍ୟ, ତ୍ରେତା, ଦ୍ୱାପର, କଳି, ସବୁ ଜାଗାରେ ବନ୍ଧୁ ଅଛନ୍ତି। କିନ୍ତୁ ଏ କଳି ଯୁଗ, ଏଇ ଯେଉଁ ସଭ୍ୟ ସମାଜରେ ଆମେ ବନ୍ଧୁତ୍ୱ ନାଁରେ ଗୋଟେ କଳଙ୍କ ସାଜି ଯାଉଛି। ବନ୍ଧୁତ୍ୱ ନାଁରେ, ପ୍ରେମ ନାଁରେ ଆମେ ବିଭତ୍ସତା କରି ବସୁଛେ। ବନ୍ଧୁ ତାକୁ ହିଁ କହନ୍ତି ଯିଏ ସୁଖ ଦୁଃଖର ସାଥୀ, ତାକୁ କହନ୍ତି ବନ୍ଧୁ ଯିଏ ଅସମୟର ସାଥୀ, ସେ ହିଁ ବନ୍ଧୁ। ଯିଏ ସୁଖ ଦୁଃଖରେ ସବୁ କ୍ଷେତ୍ରରେ ଆପଣଙ୍କ ପାଖରେ ଠିଆ ହେଇପାଏ, ସେ ବନ୍ଧୁ। ଯିଏ ଆପଣ କାରାଗାରକୁ ଯାଉଥିବା ବେଳେ ଠିଆ ହେଇପାରୁଛି, ଯିଏ ସମ୍ପଦ ଥିଲାବେଳେ ଠିଆ ହେଇପାରୁଛି, ଯିଏ ଆପଣଙ୍କ ବିବାହରେ ଠିଆ ହେଇପାରୁଛି, ସେ ହିଁ ବନ୍ଧୁ। ବନ୍ଧୁ କେତେବେଳେ ବନ୍ଧୁର ତିରସ୍କାର କରେ ନାହିଁ, ବନ୍ଧୁ କେତେବେଳେ ବନ୍ଧୁର ଅପମାନ କରେ ନାହିଁ, ବନ୍ଧୁ କେତେବେଳେ ବନ୍ଧୁର ଧନ ଦେଖେ ନାହିଁ, ବନ୍ଧୁ କେତେବେଳେ ଦେଖେ ନାହିଁ ପୁତ୍ର କନ୍ୟା ଏ ସାରା ସଂସାର। ବନ୍ଧୁ ସେ ହିଁ କୁହନ୍ତି ଯିଏ ହିଁ ବନ୍ଧୁର ସ୍ନେହ ଶ୍ରଦ୍ଧାରେ ବାନ୍ଧି ହୋଇଯାଏ। ମୋ ବନ୍ଧୁର ଖୁଦ ପାଣିକାରେ ମୁଁ କେମିତି ଆପ୍ୟାୟିତ ହେବି। କୃଷ୍ଣ ଭଗବାନ ଦେଖନ୍ତୁ ନା, ତାଙ୍କର ଯେତେ ସାଙ୍ଗକୁ କାହାକୁ ମଧ୍ୟ କେତେବେଳେ ହତାଦାର କରିନାହାନ୍ତି, ଦୌଡ଼ି ଆସିଛନ୍ତି ତାଙ୍କ ରାଜସିଂହାସନ ଛାଡ଼ି। ତେଣୁ ଆଜିର ବନ୍ଧୁତ୍ୱ ଦିବସରେ ମୁଁ କହିବି ଯେ ସେଇ ଭଗବାନ କୃଷ୍ଣ ହୁଅନ୍ତୁ, ରାମ ହୁଅନ୍ତୁ, ସେଇ ନୃସିଂହ ହୁଅନ୍ତୁ, ଜଗନ୍ନାଥ ମହାପ୍ରଭୁ କଳିଯୁଗରେ ସ୍ୱୟଂ ଅବତାର ମହାପ୍ରଭୁ ସେ ମଧ୍ୟ ଦେଖେଇଛନ୍ତି। ଆଉ ସେଇ ହିନ୍ଦୁ ମୁସଲିମ ଇସାଇ ସମସ୍ତେ ଏକ ଭାଇ ଏକ ବନ୍ଧୁ। ବନ୍ଧୁତ୍ୱର ନିଦର୍ଶନରେ ଆମେ ବଞ୍ଚିଲେ ଏ ସାରା ଜଗତ ବନ୍ଧୁମୟ ହେବ, ପ୍ରେମମୟ ହେବ ଏବଂ ସାରା ଜଗତ ବନ୍ଧୁତ୍ୱ ଯଦି ଗଢ଼ି ଉଠିବ, ତାହେଲେ ଏ ଭାରତ ବିକଶିତ ହୋଇ ଉଠିବ। ଆମ ମନରେ ସ୍ନେହ ଶ୍ରଦ୍ଧାର ଭାବ ପୁରି ଉଠିବ, ଯେଉଁଥିରେ ଖଣ୍ଡା ତରୁଆରର ବାସ୍ନା ନଥିବ, ମହମହ ଚନ୍ଦନର ବାସ୍ନା, ତୁଳସୀର ବାସ୍ନା ଆସିବ। ତେଣୁ ନିବେଦନ କରିବି, ବନ୍ଧୁତ୍ୱ ଦିବସରେ ସେଇ ପିଲାଦିନର ବନ୍ଧୁ ହେଉ, ଆଖପାଖର ପଡ଼ୋଶୀ ବନ୍ଧୁ ହେଉ, ସମସ୍ତଙ୍କୁ ନେଇକି ଆମେ ଏକ ସୁଖର ସଂସାର କରିବା, ସୁଖର ସମାଜ ଗଢ଼ିବା। ତାହା ହେଲେ ଭାରତର ମାନ ବିଶ୍ୱରେ, ଭାରତ ବିଶ୍ୱଗୁରୁ ହେବାର ଯେଉଁ ସଭ୍ୟତା ଆମର ଥିଲା, କାଲି ଥିଲା, ଆଜି ମଧ୍ୟ ସେ ସଭ୍ୟତାକୁ ନେଇ ସାରା ବିଶ୍ୱରେ ପରିଚିତ କରିବା। ଜୟ ହିନ୍ଦ, ଜୟ ଜଗନ୍ନାଥ, ଜୟ ଭାରତ ମାତା।